ମିଛା ରାଶି ଆପଣଙ୍କ ଜୀବନରେ ଦୁଃଖଟା କେବେ ଦୂର ହେବ? ଆପଣଙ୍କ ରାଶିର ଅଧିପତି ମଙ୍ଗଳ କେବେ ଆପଣଙ୍କୁ ସୁଖ ପ୍ରଦାନ କରିବେ ଏବଂ କେଉଁ ଗ୍ରହର ଅଶୁଭ ପ୍ରଭାବ ଯୋଗୁଁ ଏତେ ସାରା ଚିନ୍ତା ଟେନସନ୍ କାମ ବନୁନାହିଁ, ବାରମ୍ବାର ମନରେ କିଛି ନା କିଛି ନେଗେଟିଭ୍ ଥଟ୍ସ ଯେଉଁ ଚାଲୁଛି, କେଉଁ ଗ୍ରହର ଅଶୁଭ ପ୍ରଭାବ ଯୋଗୁଁ ଏପରି ହେଉଛି ଏବଂ ଏହାର ପ୍ରତିକାର କ'ଣ, ମୁଁ ସବୁକିଛି ଆପଣଙ୍କୁ ଏହି ଭିଡ଼ିଓରେ ହିଁ ଜଣେଇବି। ଭିଡ଼ିଓର ମଝିରେ କିଛି ଟିପ୍ସ ମଧ୍ୟ ମୁଁ ଆପଣଙ୍କୁ ଜଣେଇବି। ତ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ହିଁ ଇମ୍ପୋର୍ଟାନ୍ସ ଭିଡ଼ିଓ ଅଟେ ମିଛା ରାଶି ବୋଲି, ତେଣୁ ଏହି ଭିଡ଼ିଓକୁ ଭଲସେ ଦେଖନ୍ତୁ, ବୁଝନ୍ତୁ କି ଭିଡ଼ିଓରେ କ'ଣ କୁହାହେଉଛି ବୋଲି। ଏବଂ ଆପଣଙ୍କ ରାଶିରେ ବର୍ତ୍ତମାନ ଅଢ଼େଇ ଶନିର ପ୍ରଭାବ ମଧ୍ୟ ଚାଲିଛି। ତ ଶନିଦେବଙ୍କ ସ୍ଥିତି ଅନୁସାରେ କ'ଣ ରହିଛି ଆପଣଙ୍କ ପାଇଁ ଦେଖନ୍ତୁ। ବିଛା ରାଶି ବୋଲି ଗୁରୁ ବକ୍ରି ହେଇ ରହିଛନ୍ତି 4 ସେପ୍ଟେମ୍ବର 2023ରୁ ହିଁ, ଯେଉଁଟାକି ଆପଣଙ୍କର ଷଷ୍ଠ ଘରେ ଗୁରୁ ବକ୍ରି ହେଇ ରହିବା କ'ଣ ହେବ ନା, ରୋଗ ମାନେ ଯେତିକି ମେଡ଼ିସିନ ଖାଇଲେ ମଧ୍ୟ ଆପଣଙ୍କୁ ରୋଗ ଛାଡ଼ୁନଥିବ, କିମ୍ବା ଆପଣଙ୍କୁ ଏମିତି ଲାଗୁଥିବ କି କିଛି ଗୁଣି ଗାରେଡ଼ି କରିଦେଇଛନ୍ତି, ଆପଣଙ୍କ କାମ ବନୁନାହିଁ, ଯଦି କାହା ସହିତ କଥା ହେଲେ ମଧ୍ୟ ସେ ଆପଣଙ୍କର ଶତ୍ରୁ ବନିଯାଉଛନ୍ତି, ବାରମ୍ବାର ଧାର କର୍ଜ ନେବାକୁ ପଡ଼ୁଛି। ତ ଏସବୁ ସମସ୍ୟା ଆପଣଙ୍କୁ ଲାଗିଥିବ, କାରଣ ଷଷ୍ଠ ଘରେ ଗୁରୁ ବକ୍ରି ହେବା ଯୋଗୁଁ ଏସବୁ ସମସ୍ୟା ଦେଖାଦେଇଥାଏ। ଏବଂ ଦେଖନ୍ତୁ, ଇଆଡ଼େ ଅଢ଼େଇ ଶନିର ପ୍ରଭାବ ମଧ୍ୟ ଚାଲିଛି ଆପଣଙ୍କ ରାଶିରେ। ଶନିଦେବ ସୁଖର ଘରେ ବିରାଜିତ ଅଛନ୍ତି, ଅର୍ଥାତ୍ ଚତୁର୍ଥ ଘରେ ଶନିଦେବ ରହି ଅଢ଼େଇ ଶନିର ପ୍ରଭାବ ପକାଉଛନ୍ତି। ସେଥିପାଇଁ ଆପଣଙ୍କ ମାତାଙ୍କ ସହ ଆପଣଙ୍କର ରିସ୍ତାଟା ଟିକେ ଲୋକଚୋକ ମଧ୍ୟ ଦେଖାଦେଇପାରେ। ଏଥିପାଇଁ ହିଁ ଘରେ ଅଶାନ୍ତି କଳି ଝଗଡ଼ା ଲାଗିବାର ମୁଖ୍ୟ କାରଣ ଶନିଦେବ ଚତୁର୍ଥ ଘରେ ରହିଛନ୍ତି ଏବଂ ନିଜର ପରିବାର ଲୋକଙ୍କର ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଆପଣଙ୍କର ଟେନସନ୍ ମଧ୍ୟ ଦେଖାଦେଇପାରେ। ପରିବାର ପାଇଁ ହିଁ ଧାଁ ଦପଡ଼ର କାମ, ଘର ଲୋକଙ୍କୁ ଯେତେ ଯାହା କରିଲେ ମଧ୍ୟ କଳି ଝଗଡ଼ା ଲୋକଚୋକ ଅଶାନ୍ତି, ଆମ ପାଇଁ କ'ଣ କଲୁ, ଏସବୁ କଥା ମଧ୍ୟ ଆପଣଙ୍କୁ ଶୁଣିବାକୁ ମଧ୍ୟ ପଡ଼ିପାରେ। କାରଣ ଚତୁର୍ଥ ଘରେ ରହି ଶନିଦେବ ଅଢ଼େଇ ଶନିର ନେଗେଟିଭ୍ ପ୍ରଭାବ ପକାଉଛନ୍ତି। କିନ୍ତୁ ଚିନ୍ତା କରନ୍ତୁନି, ମୁଁ ଆପଣଙ୍କୁ କିଛି ଟିପ୍ସ ସହ ଏମିତି କିଛି ପ୍ରତିକାର କହିବି ଯେଉଁଟାକି ଆପଣ ଯଦି ଗୋଟେ ନିୟମ ମାନିକି ସେ ପ୍ରତିକାର କରିବେ, ହୁଏତ ରାତାରାତି ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇପାରେ। କାରଣ କିଛି ଗ୍ରହ ଗୁଡ଼ାକର ମାନେ ଅଶୁଭ ପ୍ରଭାବ କେଉଁ ଗ୍ରହ ଦେଉଛନ୍ତି ତାହା ଜାଣି ଯଦି ସେହି ଗ୍ରହକୁ ଶାନ୍ତ କରିବା ପାଇଁ ଯଦି କିଛି ପ୍ରତିକାର କରିବେ, ତେବେ ଯାଇ ଆପଣ ଜୀବନରେ ସଫଳତା ପ୍ରାପ୍ତି କରିବେ। ଏବଂ କିଛି ଟିପ୍ସ ମଧ୍ୟ ଫଲୋ କରିବାକୁ ପଡ଼ିବ। ସେଇ ଟିପ୍ସଟି ହେଲା, ବିଛା ରାଶି ବେଳେ ଟଙ୍କା ପଇସା ମାମଲାରେ ଟିକେ ସାବଧାନ ହେଇକି ରୁହନ୍ତୁ। ଏ କଥା ମୁଁ ବହୁତ ଗୁଡ଼ିଏ ଭିଡ଼ିଓରେ କହିଛି, କାରଣ ଟଙ୍କା ପଇସା ଆପଣଙ୍କଠାରୁ ବହୁତ ସାରା ଲୁଟି ନେଇଥାନ୍ତି। ଏମିତି ଲୁଟିଥାନ୍ତି ଯେ ଆପଣ ଯେବେ ଦେବାଟା ବନ୍ଦ କରିଦେବେ ନା ଟଙ୍କା ପଇସା, ସାଙ୍ଗେ ସାଙ୍ଗେ କହିବେ ଏ ବଡ଼ ଧୋକାବାଲା ବୋଲି। ଧୋକାବାଲି କି ଧୋକାବାଲା ପୁଅ ଝିଅ ଯିଏ ବି ଅଟନ୍ତି, ସାଙ୍ଗେ ସାଙ୍ଗେ କହିଦିଅନ୍ତି। ଏହା ସତ୍ୟ ଅଟେ। ତ ସେଥିପାଇଁ ମିଛା ରାଶି ବେଳେ ଆପଣ ଟଙ୍କା ପଇସା ମାମଲାରେ ଟିକେ ଜାଗୃତ ହୋଇ ରହିବା ଉଚିତ ଏବଂ ଦୁଇ ନୌକାରେ ଗୋଡ଼ ଦେବାଟା ମଧ୍ୟ ଟିକେ ସାବଧାନ। କାହାର ଇମୋସନାଲ କଥାରେ ଫସିଯିବା, କେହି ଯଦି କାହା ସାହାଯ୍ୟ ମାଗୁଛନ୍ତି ତ କିଛି ନ ବୁଝି ବିଚାରେ ସାଙ୍ଗେ ସାଙ୍ଗେ ସାହାଯ୍ୟ କରିବା, ଏସବୁ କେଉଁଠି ନା କେଉଁଠି ଆପଣଙ୍କୁ ବିପଦରେ ମଧ୍ୟ ପକାଇ ଦେଇଥାଏ ଏବଂ ତାହା ଯେମିତି ହେଲେ ଘରେ ଜଣା ହିଁ ପଡ଼ିଥାଏ। ଆପଣ ଯେତେ ଚେଷ୍ଟା କରନ୍ତି ଲୁକେଇକି ମୁଁ ଯାହା ବି ସାହାଯ୍ୟ କରିବି, କିନ୍ତୁ ଘରେ ଜଣା ପଡ଼ି ହିଁ ଯାଇଥାଏ ଆପଣଙ୍କ ରାଶିରେ ତାହା ଥାଏ ଏବଂ ସେ ଯେତେ ବିଳମ୍ବ ହେଲେ ମଧ୍ୟ ହେଉନା ଜଣା ପଡ଼ିଯାଇଥାଏ ଏବଂ ତା ସହ ଘରେ ଅଶାନ୍ତି ହେବାର ଗୋଟେ ମୁଖ୍ୟ କାରଣ। ଏବଂ କେତେବେଳେ ଅଶାନ୍ତି ଦେଖାଦେଇଥାଏ ନା, କେତେବେଳେ ଏସବୁ କଥାଟା ବାହାରିଥାଏ ନା, ଯେତେବେଳେ ଶନି 7.5 କିମ୍ବା ଅଢ଼େଇ ଶନିର ପ୍ରଭାବ ଯେଉଁ ଚାଲିଥାଏ ସେ ସମୟରେ। ବର୍ତ୍ତମାନ ଆପଣଙ୍କର ରାଶିରେ ଅଢ଼େଇ ଶନିର ପ୍ରଭାବ ଯୋଗୁଁ ଘରେ ଅଶାନ୍ତି କଳି ଝଗଡ଼ା ଲୋକଚୋକ ଏସବୁ ଦେଖାଦେଉଛି ଏବଂ ନିଜ ଆଖପାଖଙ୍କ ସହ ମଧ୍ୟ ପଡ଼ୋଶୀଙ୍କ ସହ ରିସ୍ତାଟା ଭଲ ରଖିବାକୁ ଚେଷ୍ଟା କରନ୍ତୁ। ଯଦି ଦୁଇଜଣ କେହି କଳି ଝଗଡ଼ା ହେଉଛନ୍ତି ତ ସେ ମଝିରେ କିଛି ବି କୁହନ୍ତୁନି, କାରଣ ଆଙ୍ଗୁଠି ଆପଣ ଆଡ଼କୁ ମଧ୍ୟ ଉଠେଇ ମଧ୍ୟ ପାରନ୍ତି। ତେଣୁ ଟିକେ ଜାଗୃତ ବିଛା ରାଶି ଗଲେ। ଦେଖନ୍ତୁ, ବିଛା ରାଶି ଗଲେ ଯଦି ଆପଣ ମହାଦେବଙ୍କର ପୂଜା କରିବେ, ଯେତିକି ଆପଣ ଭଗବାନ ଭୋଲେନାଥଙ୍କୁ ପ୍ରସନ୍ନ କରି ରଖିବେ ଆପଣଙ୍କ ପାଇଁ ସେତେ ଭଲ। ଏବଂ ମହାଦେବଙ୍କର ପୂଜା କରିବା, ରୁଦ୍ରାଭିଷେକ କରିବା, ମହାମୃତ୍ୟୁଞ୍ଜୟ ଜପ କରିବା, ଶିବଙ୍କ ଜଡ଼ିତ ଯେତିକି ଆପଣ କରିପାରନ୍ତି, ଓମ୍ ନମଃ ଶିବାୟ ମନ୍ତ୍ର 108 ଥର ଜପ କରିବା ଆପଣଙ୍କ ପାଇଁ ସେତେ ଭଲ। ଆପଣଙ୍କର ବିଗିଡ଼ି ଯାଇଥିବା କାମ ବନିବାକୁ ଲାଗିବ। କାରଣ
ଆପଣଙ୍କ ରାଶିରେ ଚନ୍ଦ୍ରମା ଥିବା ଯୋଗୁଁ ମଙ୍ଗଳ ତ ରାଶିର ଆରାଧ୍ୟପତି କିନ୍ତୁ ଚନ୍ଦ୍ରମା ଯୋଗୁଁ ଆପଣ କିଛି ଡିସିଜନ୍ ନେଇପାରନ୍ତିନି କିଛି ବି ନାହିଁ ଡିସିଜନ୍ କ'ଣ କେମିତି ନେବା କଥା ଆପଣ ନିଜେ ଭାବିପାରନ୍ତିନି ଏମିତି ଗୋଟେ ଡିସିଜନ୍ ନେଇଯାଇଥାନ୍ତି ଯେଉଁଟାକି ଭାବନ୍ତି ବହୁତ ଭାବନ୍ତି କିନ୍ତୁ ଯଦି ସାମ୍ନା ଲୋକ ଆପଣଙ୍କୁ ଗାତରେ ପକାଇବା ପ୍ଲାନ୍ରେ ମଧ୍ୟ ଯଦି ଆପଣଙ୍କୁ ଏମିତି କରେ ଭାଇ ସେମିତି କରେ କହିଲେ ସେଇ କଥାରେ ପଡ଼ିଯାଇଥାନ୍ତି ଏହା ମଧ୍ୟ ସତ୍ୟ ଅଟେ ତେଣୁ ଆପଣଙ୍କ ଡିସିଜନ୍ ପାୱାରଟା ମଜବୁତ କରନ୍ତୁ ଏବଂ ଚନ୍ଦ୍ରଙ୍କୁ ତ ପୂଜା କରିବେ କିନ୍ତୁ ମହାଦେବଙ୍କୁ ପୂଜା କଲେ ଚନ୍ଦ୍ର ମଧ୍ୟ ପ୍ରସନ୍ନ ହୋଇଥାନ୍ତି ତେଣୁ ମହାଦେବଙ୍କର ପୂଜା ପ୍ରତ୍ୟେକ ସୋମବାର ଶିବ ମନ୍ଦିର ଯାଇ ଜଳ କ୍ଷୀର ଢାଳି ପୂଜାର୍ଚ୍ଚନା କରନ୍ତୁ ବେଲପତ୍ର ଚଢ଼ାନ୍ତୁ ଆପଣଙ୍କ ପାଇଁ ଭଲ ଆପଣଙ୍କର ସବୁ କାମ ଆପେ ଆପେ ବନିବାକୁ ଲାଗିବ ଏବଂ ଯେଉଁ ଡିସିଜନ୍ ନ ନେଇକି କିଛି ଇମୋସନାଲ୍ କଥାରେ ଯେଉଁ ଫସି ଅଛନ୍ତି ସେସବୁ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହେବ ଏବଂ ଆପଣଙ୍କର ପ୍ରାୟ ଦେଖିବେ ଟଙ୍କା ପଇସା ଫସି ଯାଇଥାଏ ବିଛା ରାଶି ବେଲେ ଦେଇ ତ ଦେଇ ଦିଅନ୍ତି ଆଉ କେତେଟା ଜାଗାରେ ଏମିତି ବି ଥାନ୍ତି କି ଟଙ୍କା ପଇସା ଇନଭେଷ୍ଟମେଣ୍ଟ କରିବା ଏଇଠି ପକେଇଲେ ଡବଲ ପଇସା ମିଳିବ ସେଇଠି ଟ୍ରିପଲ ମିଳିବ ଏସବୁ ଚକ୍କରରେ ମଧ୍ୟ ଆପଣଙ୍କର ଟଙ୍କାଟା ବହୁତ ଜାଗାରେ ଫସିକି ରହିଯାଇଥାଏ ଯେଉଁଟାକି ଆପଣ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କଠାରୁ ଟଙ୍କାଟା ରିଟର୍ଣ୍ଣ ଆଣିପାରନ୍ତି ନାହିଁ ତ ସେସବୁରେ କ'ଣ କରିବେ ନା ହନୁମାନ ଚାଳିଶା ପାଠ କରନ୍ତୁ ହନୁମାନ ଚାଳିଶା ପାଠ କରିବା ଆପଣଙ୍କର ଟଙ୍କାଜନିତ ସମସ୍ୟାଟା ଦୂର ହେବ ଆପଣଙ୍କର ମଙ୍ଗଳ ମଜବୁତ ହେବେ ଆପଣଙ୍କୁ ଗୋଟେ ଭଲ ମାର୍ଗ ଦର୍ଶନ କରାଇବେ ଯେଉଁଟାକି ଆପଣ ଯାହା ମାନେ ଭୁଲ ରାସ୍ତାକୁ ଗଲେ ମଧ୍ୟ ଆପଣଙ୍କ ମନକୁ ଗୋଟେ ଭଲ ବିଚାର ଆସିବ ନାହିଁ ମୋତେ ଏହା କରିବାର ଅଛି ଏମିତି କରିବାର ଅଛି ଯେଉଁଟାକି ଆପଣଙ୍କ ପାଇଁ ଭଲ ସେହିପରି ଡିସିସନ୍ ଆପଣ ନେବେ ଏବଂ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବର୍ତ୍ତମାନ ଆପଣଙ୍କ ରାଶିରେ 28 ଶନିର ପ୍ରଭାବ ଚାଲିଛି ଯିଏ ହନୁମାନଙ୍କ ଶରଣରେ ଆସନ୍ତି ଭଗବାନ ଶନିଦେବଙ୍କର କିଛି କୋପ ଦୃଷ୍ଟି ତାଙ୍କ ଉପରେ ପଡ଼ିନଥାଏ ତେଣୁ ଆପଣ ନିହାତି ହନୁମାନ ଚାଳିଶା ପାଠ କରନ୍ତୁ ଆପଣଙ୍କ ପାଇଁ ଭଲ ଏବଂ ତା ସହ ବିଛା ରାଶି ହେଲେ ଗୋଟେ କଥା ବହୁତ ହିଁ ଇମ୍ପୋର୍ଟାଣ୍ଟ କଥା ଜାଣି ରଖନ୍ତୁ ଏଇ ଯେଉଁ 28 ଶନିର ପ୍ରଭାବ ସମୟରେ ଗାଡ଼ି ବାହନ ମଧ୍ୟ ଟିକେ ସତର୍କ ହୋଇ ଚଲାଇବା ଉଚିତ କାରଣ ଆଘାତ ହେବାର ମଧ୍ୟ ସମ୍ଭାବନା ଥାଏ ତେଣୁ ଯେତିକି ଆପଣ ସତର୍କ ହୋଇ ଗାଡ଼ି ବାହନ ଚଲେଇବେ ଜାଗୃତ ଗୋଟେ ନିୟମ ମାନିକି ଗାଡ଼ି ବାହନ ଚଲେଇବେ ଆପଣଙ୍କ ପାଇଁ ଭଲ ଏବଂ ଯଦି ବିଛା ରାଶି ବେଲେ ଆପଣଙ୍କର ଅଲରେଡ଼ି ସନ୍ତାନ ଅଛନ୍ତି ଯଦି ସନ୍ତାନ ଆପଣଙ୍କ କଥା ମାନୁନାହାନ୍ତି ତ ଆପଣ ଟେନସନ୍ ହୁଅନ୍ତୁ ନାହିଁ ତାଙ୍କ ଉପରେ ରାଗରୁଷା କରନ୍ତୁ ନାହିଁ କାରଣ ଆପଣଙ୍କ ରାଶିରେ 28 ଶନି ଯୋଗୁଁ ଆପଣଙ୍କ ମନ ଅଶାନ୍ତି ଯେମିତି ମୁଁ କହିଲି ଚନ୍ଦ୍ରମା ବହୁତ କମଜୋର ଥାନ୍ତି ଆପଣଙ୍କ ରାଶିରେ ସେଥିପାଇଁ ଗୋଟେ ଭଲ ଡିସିସନ୍ ନେଇପାରନ୍ତି ନାହିଁ ଏବଂ ନିଜ ମାତାଙ୍କ ସହ ଯଦି ଆପଣଙ୍କ ଲଭ୍ଯୋଗ ହୁଏ ସେହି ସମୟରେ ମଧ୍ୟ ଶାନ୍ତ ହୋଇ ରୁହନ୍ତୁ ଏବଂ ଯେମିତି ମୁଁ ପ୍ରତିକାର କହିଲି ସେ ଅନୁସାରେ କରିଚାଲନ୍ତୁ ଆପଣଙ୍କ ପାଇଁ ଭଲ ଧନ୍ୟବାଦ।